ଆଜି ହେଉଛି ଜୁନ୍ ମାସ 15 ତାରିଖ ରବିବାର ଦିନ। 24 ଘଣ୍ଟା ମଧ୍ୟରେ ଏହି 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଏବଂ ଆଉ 25ଟି ଜିଲ୍ଲାମାନଙ୍କ ବିଷୟରେ ଜାଣିବା ପାଇଁ ଆମ SP ଖବରରେ ଯୋଡ଼ି ହୋଇ ରୁହନ୍ତୁ। ହେଲୋ ବନ୍ଧୁଗଣ, ନମସ୍କାର। ମୁଁ ସ୍ୱାଗତ କରୁଛି SP ଖବରକୁ। ଚାଲନ୍ତୁ ନଜର ପକାଇବା ଖବର ଆଡ଼କୁ। ଓଡ଼ିଶାରେ 30 ଗୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି IMD ଭୁବନେଶ୍ୱର ତରଫରୁ। 30 ଗୋଟି ଜିଲ୍ଲା ମଧ୍ୟରୁ 25 ଗୋଟି ଜିଲ୍ଲାମାନଙ୍କରେ ବଜ୍ରପାତ ସହିତ ପବନ 30ରୁ 40 କିମି ବେଗରେ ବହିପାରେ। ସେଥିପାଇଁ ବିଜୁଳି କିମ୍ବା ପବନ ହେଉଥିବା ସମୟରେ ଘରୁ ବାହାରନ୍ତୁ ନାହିଁ। ଚାଲନ୍ତୁ ଜାଣିବା ସେହି 25 ଗୋଟି ଜିଲ୍ଲାର ନାମ, ଯାହାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଏହି ଜିଲ୍ଲାମାନଙ୍କରେ ବଜ୍ରପାତର ସମ୍ଭାବନା ଅଛି। ସେଥିପାଇଁ ସତର୍କ ରୁହନ୍ତୁ। ଓଡ଼ିଶାରେ ପାଣିପାଗରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ଆଉ ରହିଲା 5ଟି ଜିଲ୍ଲା। ଏହି 5ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଏବଂ ବଜ୍ରପାତ ମଧ୍ୟ ବହୁତ ମାତ୍ରାରେ ଅଛି। ପବନ ମଧ୍ୟ 40ରୁ 50 କିମି ବେଗରେ ହୋଇପାରେ। ଏହି ଜିଲ୍ଲାମାନଙ୍କରେ ସତର୍କର ସହ ରୁହନ୍ତୁ। IMD ତରଫରୁ ଯାହା ସୂଚନା ଦିଆଯାଇଛି, ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ। ସେହି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି। ଏହି ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ସାଙ୍ଗରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ସତର୍କ ରୁହନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଧନ୍ୟବାଦ।